ଗୋଟେ ଥର ବନେଇଲେ ଗୋଟେ ବର୍ଷ ପର୍ଯ୍ୟନ୍ତ ରଖିକି ଖାଇପାରିବେ। ଯେହେତୁ ଏବେ ଖରା ଦିନ ଦେଖିବେ ଆମ୍ବ ତ ପ୍ରଚୁର ମାତ୍ରାରେ ମିଳେ। ତ ଯଦି ଆପଣଙ୍କ ଘରକୁ ଯଦି କଞ୍ଚା ଆମ୍ବ ଆସିଛି ନା ତାହେଲେ ଏହି ରେସିପିଟି ବନେଇକି ରଖନ୍ତୁ। ଥରେ ବନେଇକି ରଖିଦେଲେ ଦେଖିବେ ଗୋଟେ ବର୍ଷ ପର୍ଯ୍ୟନ୍ତ ଖାଇପାରିବେ। ବହୁତ ସ୍ୱାଦିଷ୍ଟ ଲାଗିବ, ଚଟପଟା ଲାଗିବ। ଛୁଆଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଆଶା କରୁଛି ଆଜିର ଭିଡ଼ିଓଟି ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ଆମେ କିଛି କଞ୍ଚା ଆମ୍ବ ନେବା। ଯେତିକି ଆପଣମାନେ ବନେଇବାକୁ ଚାହିଁବେ ତ ଆମ୍ବ କେଣ୍ଡି ସେ ଅନୁସାରେ ଏଠି ଆମ୍ବ ନେବେ। ତ ଦେଖନ୍ତୁ ଏଠି ମୁଁ କଞ୍ଚା ଆମ୍ବ ନେଇଛି। ତ ଏବେ କ'ଣ କରିବେ ନା ଆମେ ଆମ୍ବଟାକୁ ଭଲସେ କ୍ଲିନ୍ କରି ଏଠି ମୁଁ ଧୋଇ ଦେଇଛି। ଏବେ ଚାଞ୍ଚି ଦେବା। ଏଇଭଳି ଆଳୁ ଚଞ୍ଚାର ହେଲ୍ପରେ ଚାଞ୍ଚିକିରି ଆମ୍ବକୁ ଆମେ ଏବେ ରେଡ଼ି କରିଦେବା। ଆଉ ଦେଖିବେ ଆମ୍ବଟା ଯେତେ କଞ୍ଚା ଥିବ, ଯେତେ ହାଲକା ଖଟା ଥିବ ନା ସେତେ ବଢ଼ିଆ ଟେଷ୍ଟ ଆସିବ। ଆଉ ଦେଖନ୍ତୁ ଏଠି ମୁଁ ଚାଞ୍ଚି ଦେଲି ଆଉ କେତେ ସୁନ୍ଦର ବି ଦେଖାଯାଉଛି। ତ ସେଇ ପ୍ରୋସେସରେ ନା ସବୁତକ ଆମ୍ବକୁ ଆମେ ଚାଞ୍ଚି ଦେବା। ତ ଏଠି ଦେଖନ୍ତୁ ମୁଁ 3ଟି ଆମ୍ବରେ ଆଜି ମୁଁ ପ୍ରସ୍ତୁତ କରିଛି କେଣ୍ଡି। ଯେହେତୁ ଆପଣମାନଙ୍କୁ ସେୟାର କରିବା ପାଇଁ ହିଁ ରେସିପିଟା ମୁଁ ପ୍ରସ୍ତୁତ କଲି। ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ବନେଇ ହିଁ ସମସ୍ତେ ସେଥିରୁ ଗୋଟେ ଗୋଟେ ପିସ୍ ନେଇକି ଖାଇଦେଲେ। ତ ଦେଖିବେ ଗୋଟେ ବର୍ଷ କ'ଣ ରଖିବେ, ଗୋଟେ ସପ୍ତାହ ଭିତରେ ବି ସରିଯିବ। ଯେତେ ଆପଣମାନେ ବନେଇବେ ଏତେ ସ୍ୱାଦିଷ୍ଟ ଲାଗିବ, ଏତେ ଚଟପଟା ଲାଗେ ନା ଫ୍ରେଣ୍ଡସ୍। ଆପଣମାନେ ଥରେ ମୋତେ ଟ୍ରାଏ କରନ୍ତୁ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ। ତ ଦେଖନ୍ତୁ ଏଠି ମୁଁ ଆମ୍ବଟାକୁ ତାକୁ ପୁରା ପିସେସ୍ରେ ପୁରା ଏଠି କଟିଂ କରିଦେଲି। ତ ଯେହେତୁ ଆମ୍ବରେ ଟାଙ୍କୁ ବି ହେଇନି, ପୁରା ସଫ୍ଟ ରହିଛି ଆମ୍ବଟା ଆଉ ପୁରା ଖଟାଳିଆ ବି ଅଛି। ତ ଏବେ ଆମେ ସବୁତକ ଆମ୍ବକୁ ସେଇ ପ୍ରୋସେସ୍ରେ କ'ଣ କରିବା ନା ଏଇ କୋଇଲିକୁ ଆମେ ବାହାର କରିକି କଟିଂ କରିଦେବା। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଟିଂ କରିପାରିବେ। ତ ସବୁତକ ଆମ୍ବକୁ ମୁଁ ସେମ୍ ପ୍ରୋସେସ୍ରେ କଟିଂ ବି କରିଦେଇଛି। ତ ଏବେ କ'ଣ କରିବା ନା ଗୋଟେ ବାଉଲ୍ରେ କିଛି ପାଣି ନେବା। ଆମ୍ବଟାକୁ ଟିକେ ଭଲସେ କ୍ଲିନ୍ କରି ଆମେ ଧୋଇଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଆମ୍ବଟାକୁ କ୍ଲିନ୍ କରି ଧୋଇଦେବେ। ଆପଣମାନେ ତ ଆମ୍ବ ଖଟା ଅନେକ ଥର ବନେଇ ଖାଇଥିବେ, ଆମ୍ବ ବେସର ବନେଇ ଖାଇଥିବେ, କିନ୍ତୁ ଏଭଳି ପ୍ରୋସେସ୍ରେ କେଣ୍ଡି ବନାନ୍ତୁ। ଦେଖିବେ ଅତି ସହଜ ଉପାୟରେ ବନିକି ରେଡ଼ି ହେଇଯିବ। ଆଉ ଗୋଟେ ଥର ବନେଇଲେ ଗୋଟେ ବର୍ଷ ପର୍ଯ୍ୟନ୍ତ ରଖିକିରି ଖାଇପାରିବେ। ତାପରେ କ'ଣ କରିବେ ନା ଗୋଟେ କରେଇରେ ଆମେ ଅଳ୍ପ ଟିକେ ହିଁ ପାଣି ନେବା, ଅଧିକା ପାଣି ଏଡ଼୍ କରିବାନି। ଅଧିକା ପାଣି ଏଡ଼୍ କରିବା ଦ୍ୱାରା କ'ଣ ହେବ ନା ଆମ୍ବଟା ଦେଖିବେ ପାଣିକୁ ସେ ଆବଜର୍ବ କରିଦେବ, ଟିକେ ପତଲା ହେଇଯିବ। ସେଥିପାଇଁ ମୁଁ ଅଧିକା ପାଣି ଦେଇନି, ଅଳ୍ପ ଟିକେ ହିଁ ପାଣି ଦେଇଦେବା। ଆଉ ସେଥିରେ ଆମ୍ବକୁ ଏଡ଼୍ କରି କଭର୍କୁ ବନ୍ଦ କରି ଆମ୍ବଟା ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଟିକେ ସିଝିବାକୁ ଦେବା। ସେଥି ଭିତରେ ଜିରା ଲଙ୍କାକୁ ଦେଖନ୍ତୁ ଟିକେ ହାଲକା ଭାଜିଦେଲି, ଗୋଟେ ପାଉଡ଼ର ବନେଇଦେଲି। ଆଉ ଜିରା ମୁଁ ଏଠି କେବଳ ଜିରା ଲଙ୍କାକୁ ପାଉଡ଼ର ବନେଇଛି। ଆପଣମାନେ ଚାହିଁଲେ ଅଳ୍ପ ଟିକେ ପାନ ମଧୁରୀ ଏଡ଼୍ କରିବେ। ମୁଁ ଭୁଲିଗଲି ଆକ୍ଚୁଆଲି, ସେଥିପାଇଁ ଆପଣମାନଙ୍କୁ କହିଦେଲି। ତ ପାନ ମଧୁରୀ ବି ସେଥିରେ ଏଡ଼୍ କରିଦେବେ। ତ ଦେଖିବେ ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ତ ଦେଖନ୍ତୁ ସେଥି ଭିତରେ ଆମର ଜିରା ଲଙ୍କା ପାଉଡ଼ର ବନେଇଲା ଭିତରେ ଏଇଠି ଆମ୍ବଟା ବି ଟିକେ ସିଝିଯାଇଛି, ପୁରାପୁରି ସଫ୍ଟ ବନେଇଛି। ତାପରେ କ'ଣ କରିବା ନା ଏଠି ଆମେ ଗୋଟେ ଜାର୍ ନେବା। ଟିକେ ହାଲକା ଥଣ୍ଡା ହେଇସାରିବା ପରେ ଆମେ ସବୁତକ ଆମ୍ବକୁ ସେଇ ଜାର୍ରେ ଆମେ ଏବେ ଏଡ଼୍ କରିଦେବା। ତାପରେ କ'ଣ କରିବା, ସେଥିରେ ଆମେ ଅଳ୍ପ ଟିକେ ଅଦା ଏଡ଼୍ କରିବା। ଅଦାର ଫ୍ଲେଭର୍ ଦେଖିବେ ଏଥିରେ ବହୁତ ବଢ଼ିଆ ଲାଗିବ। କେଣ୍ଡିଟା ଖାଇବା ସମୟରେ ତାର ଫ୍ଲେଭର୍ ଆସିବ, ବହୁତ ବଢ଼ିଆ ଲାଗିବ ଆଉ ଦେହ ପାଇଁ ବି ଭଲ। ତ ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇଦେବା। ଦେଖିବେ ଏଇ ସମୟରେ ଯଦି ଫାଇନ୍ ପେଷ୍ଟ ବନୁନି ତାହେଲେ ଅଳ୍ପ ଟିକେ ପାଣି ଦେଇ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ, ଯଦି ଗ୍ରାଇଣ୍ଡିଙ୍ଗ ହେଉନି ପୁରା ପେଷ୍ଟ ବନୁନି ତ। ତାପରେ କ'ଣ କରିବା, ଗୋଟେ ଆମେ କରେଇ ନେବା, ସେଥିରେ ଗୋଟେ ଚାମଚ ଗୁଆ ଘିଅ ଏଡ଼୍ କରିବା। ତ ଘିଅଟା ଟିକେ ଗରମ ହେଇସାରିବା ପରେ ଆମେ ସେ ଯେଉଁ ଆମ୍ବର ରସକୁ ଆମେ ସେଥିରେ ଏଡ଼୍ କରିଦେବା। ଏଡ଼୍ କରିକିରି କଣ୍ଟିନ୍ୟୁ ଟିକେ ମିକ୍ସ କରିବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆମେ ବନେଇବା। ଯେମିତିକି ଟିକେ ଆମ୍ବଟା ଟିକେ ଫ୍ରାଏ ହେଇଯିବ ଆଉ ପାଣି ଯଦି ଏକ୍ସଟ୍ରା ଅଛି ତାହେଲେ ବି ପାଣିଟା ବି ଶୁଖିଯିବ। ତ ତାପରେ କ'ଣ କରିବା ନା ଯେତିକି ଆମ୍ବ ନେଇଥିବେ ଆପଣମାନେ ସେ ଅନୁସାରେ ଏଠି ଗୁଡ଼ ନେବେ। ମାନେ ଯଦି କେଜିଟି ଯଦି ଆମ୍ବ ନେଉଛନ୍ତି ତାହେଲେ ଆପଣମାନେ ହାଫ୍ କେଜି ସେଥିରେ ଗୁଡ଼କୁ ଏଡ଼୍ କରିପାରିବେ। ଆଉ ଯେତିକି ମିଠା ଖାଇବେ ସେ ଅନୁସାରେ ହିଁ ନେବେ। ତ ଏବେ କ'ଣ କରିବା ନା ଆମେ ଗୁଡ଼କୁ ସେଥିରେ ଏଡ଼୍ କରି ଟିକେ ମିକ୍ସ କରିଦେବା। ଦେଖିବେ ମୁଁ ଗୁଡ଼ରେ ବନାଉଛି, ଆପଣମାନେ ଚାହିଁଲେ ଚିନିରେ ବି ବନେଇ ପାରିବେ। କିନ୍ତୁ ଦେଖିବେ ଏଇଭଳି ଯଦି କେଣ୍ଡି ବନାଉଛନ୍ତି ନା ଗୁଡ଼ରେ ବନେଇବେ, ଯଦି ହେଲ୍ଦି ବି ରହିବ। ତାପରେ କ'ଣ କରିବା, ସ୍ୱାଦ ଅନୁସାରେ ଦେଇଦେବା, ଲୁଣକୁ ଏଡ଼୍ କରିଦେବା। ତାପରେ ଦେଖନ୍ତୁ ଏଠି ମୁଁ କଳା ଲୁଣ ନେଇଛି, କଳା ଲୁଣ ଦେଇଦେଇଛି ଗୋଟେ ଚାମଚ। ତ ସ୍ୱାଦ ଅନୁସାରେ ହିଁ ଦେବେ। ଆଉ କଳା ଲୁଣର ଫ୍ଲେଭର୍ ଏଇଥିରେ ବହୁତ ବଢ଼ିଆ ଲାଗେ, ଯଦି ଆପଣଙ୍କ ପାଖରେ ଅଛି ତ ଏଡ଼୍ କରନ୍ତୁ। ତାପରେ ଆମେ ଯେଉଁ ପାଉଡ଼ରଟା ବନେଇଥିଲେ ଜିରା ଲଙ୍କାର, ସେଇ ପାଉଡ଼ରଟାକୁ ସେଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ପୁଣି ଥରେ ଭଲସେ ମିକ୍ସ କରିଦେବା। ଆପଣମାନେ ଯେତିକି ଆମ୍ବରେ ବନେଇବାକୁ ଚାହିଁବେ ସେ ଅନୁସାରେ ହିଁ ସବୁ ଜିନିଷ ଏଥିରେ ଏଡ଼୍ କରିବେ। ଗୁଡ଼ ହେଉ କି ଚିନି ହେଉ କି ମସଲା ମସଲି ହେଉ। ତାପରେ ଦେଖନ୍ତୁ ଆମେ କଣ୍ଟିନ୍ୟୁ ଟିକେ ମିକ୍ସ କରିବା। ତାପରେ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଏଠି ଗୁଡ଼ଟା ଟିକେ ମେଲ୍ଟ ହେଇସାରିଲା, ଆଉ କଲର୍ ବି ପୁରା ଚେଞ୍ଜ ହେଇସାରିଛି। ତ କ'ଣ କରିବା ନା ଆମେ ମିଡ଼ିୟମ୍ ଫ୍ଲେମ୍ରେ ହିଁ କଣ୍ଟିନ୍ୟୁ ଟିକେ ମିକ୍ସ କରିବା, ଯେମିତିକି ସେ ଗୋଟେ ଡୋ ଫର୍ମକୁ ନ ଆସିବ। ଦେଖିବେ ଟିକେ ଯଦି ଡୋ ବନିଯିବ, ସେ ଯେମିତି ଗୁଡ଼ଟା ଆମେ ଯେହେତୁ ଏଥିରେ ଏଡ଼୍ କରୁଛନ୍ତି ଗୁଡ଼। ତ ଦେଖନ୍ତୁ ଧୀରେ ଧୀରେ ପୁରା ଗୁଡ଼ଟା ପାଗ ବନିଗଲାଣି ଆଉ ପୁରା ବହଳିଆ ବନିଗଲା, କଲର୍ ବି ପୁରାପୁରି ଚେଞ୍ଜ ହେଇସାରିଛି। ଆଉ ଦେଖିବେ ଯେତେ ୟାକୁ ଭଲସେ ଟିକେ ମିକ୍ସ କରିଥିବେ ତାର ପାଣିଟା ଯେତେ ଶୁଖିବ
ଆଉ ଗୁଡ଼ଟା ଯେତେ ପାଗ ବନିବ ନା ସେତେ ବଢ଼ିଆ ଆପଣମାନେ ଆକୁ ଏଠି ସେପ୍ ଦେଇପାରିବେ ଆଉ ଖାଇବା ବି ଟେଷ୍ଟି ଲାଗିବ। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଲାଣି ଆଉ ପୁରାପୁରି ଦେଖନ୍ତୁ ସୁଖା ବନିଗଲା ଆଉ କଲର୍ ପୁରା ଚେଞ୍ଜ ହେଇସାରିଛି। ପିଲାଦିନର ସ୍ମୃତିକି ଇଏ ମନେ ପକାଇଦେବ। ଆପଣମାନେ ଯଦି ତେନ୍ତୁଳିର ଏଇଭଳି ଯଦି ସର୍କଲ୍ ବନେଇକି ଖାଇଛନ୍ତି ବା ତେନ୍ତୁଳି ଗୁଳା ଯେଉଁ ମିଳୁଥିଲା ମାର୍କେଟର, ତ ସେଇଭଳି ହିଁ ଟେଷ୍ଟ ଆସିବ, ଚଟପଟା ଟେଷ୍ଟ ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଆମର ଫାଇନାଲ ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆକୁ ପ୍ରଥମେ ଆମେ କିଛି ସମୟ ଆକୁ ଥଣ୍ଡା ହେବାକୁ ଦେବା। ଥଣ୍ଡା ହେଲା ପରେ ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ତ ଦେଖନ୍ତୁ ଆକୁ ମୁଁ ପୁରା 10 ମିନିଟ୍ ପର୍ଯ୍ୟନ୍ତ ଟିକେ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଥିଲି। ହାତକୁ ଯଦି ଏଇ ସମୟରେ ଲାଗୁଛି ତାହେଲେ ଅଳ୍ପ ଟିକେ ଘିଅ ହାତ କି ତେଲ ହାତ ହେଇଯିବେ, ତାକୁ ଗୋଲାକାର ସେପ୍ ଦେଇଦେବେ। ତ ଦେଖିବେ ଇଜିଲି ପୁରା ସେ ଗୋଲାକାର ସେପ୍ ବନିକି ରେଡ଼ି ହେଇଯିବ। ତ ଏଇଭଳି ସେମ୍ ପ୍ରୋସେସ୍ରେ ନା କ'ଣ କରିବା, ଆମେ ଗୋଲାକାର ସେପ୍ ଦେବା। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ତ ଏଠି ମୁଁ ଛୋଟ ଛୋଟ ପୁରା ଦେଖନ୍ତୁ ଯେହେତୁ କ୍ୟାଣ୍ଡି ବନାଉଛି ତ ମୁଁ ଗୋଲାକାର ସେପ୍ ହିଁ ଦେଇଦେଇଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ତ ଏଇଭଳି ଆମେ ସେମ୍ ପ୍ରୋସେସ୍ ସବୁତକ ବନେଇକିରି ଗୋଟେ ଆମେ ପ୍ଲେଟ୍ରେ ରଖିଦେବା। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁବେଳେ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ଏମିତି କିଛି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ତ ଦେଖନ୍ତୁ ମୁଁ ସବୁତକ ବନେଇ ସାରିଲି। ଆଉ କିଛି ଚିନି ନେଇଛି, ଚିନିକି ପାଉଡ଼ର ବନେଇ ଦେଇଛି ଏଠି। ସେ ଚିନି ପାଉଡ଼ରକୁ ଗୋଟେ ଷ୍ଟେନର୍ରେ ଏଡ଼୍ କରିଦେବା ଏବଂ ଚା ଛଣା ଗୋଟେରେ ଏଡ଼୍ କରିଦେବେ। ତାକୁ ଭଲସେ ଟିକେ ଚଲେଇ ଦେବେ ତା ଉପରେ। ତ ଦେଖିବେ ପୁରା ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ସେ ପଡ଼ିବ ଆଉ ବହୁତ ବଢ଼ିଆ ପୁରା ମାନେ ଅତି ସହଜ ଉପରେ ଆକୁ ଆପଣମାନେ ପୁରା ମିକ୍ସ କରିପାରିବେ। ଆଉ ଦେଖନ୍ତୁ ଟିକେ ଥଣ୍ଡା ହେଲା ପରେ ସେ ଚିନି ଯେହେତୁ ଆମେ ସେଥିରେ ବି ଏଡ଼୍ କଲେଣି, ତ ଦେଖିବେ ସେ ପୁରା ସୁଖା ବନିଯାଏ ଆଉ ଖାଇବା ପୁରା ଟେଷ୍ଟି ଲାଗିବ। ଆପଣମାନେ ୟାକୁ ଷ୍ଟୋର୍ କରିକି 1 ବର୍ଷ ପର୍ଯ୍ୟନ୍ତ ରଖିକି ଖାଇପାରିବେ। ଗୋଟେ ଯେମିତି ଟେଷ୍ଟ ଲାଗୁଥିଲା ନା, 1 ବର୍ଷ କ'ଣ ଆପଣମାନେ 1 ସପ୍ତାହ ବି ମାନେ ଯିବନି, ଏତେ ସ୍ୱାଦିଷ୍ଟ ଲାଗୁଥିଲା, ଚଟପଟା ଲାଗୁଥିଲା। ଦେଖିବେ ସମସ୍ତେ ପୁରା ମାଗି ମାଗି ସେଥିରୁ ଗୋଟେ ଗୋଟେ ପିସ୍ ଖାଇବେ। ଯେହେତୁ ଏବେ ଚକୋଲେଟ୍ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରନ୍ତିନି, ତ ଏଇଭଳି ଯଦି କ୍ୟାଣ୍ଡି ବନେଇକି ରଖିବେ ଦେଖିବେ ଛୁଆମାନଙ୍କୁ ବି ଯଦି ଦେବେ ହେଲ୍ଦି ବି ରହିବ ଆଉ ଟେଷ୍ଟି ବି ରହିବ, ଚଟପଟା ରହିବ, ସମସ୍ତେ ଖାଇବା ପାଇଁ ବି ପସନ୍ଦ କରିବେ। ତ ଫାଇନାଲି ଦେଖନ୍ତୁ ଆମ ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଆମ୍ବରେ ଗୋଟେ ନୂଆ ରେସିପି ବନିକି ରେଡ଼ି ହେଲା। ଏଇ ରେସିପିଟା ଆପଣମାନଙ୍କୁ ପସନ୍ଦ ଆସିଲା କି ନାହିଁ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ଚାଲନ୍ତୁ ଆପଣମାନଙ୍କୁ ଗୋଟେ ମୁଁ ଖଣ୍ଡ କରିବି ଦେଖେଇ ଦେଉଛି କେମିତି କ'ଣ ବନିଛି। ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଆଉ ଭିତରେ ଦେଖନ୍ତୁ କେତେ ସଫ୍ଟ ରହିଛି ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ମୁଁ ଏବେ ଗୋଟେ କ'ଣ କଲି ନା, ଗୋଟେ ଟିଫିନ୍ କଭର୍ରେ ଆକୁ ପୁରା ପ୍ୟାକ୍ କରି ରଖିଦେଲି। ଯେତେବେଳେ ଇଚ୍ଛା ଛୁଆମାନେ ହେଉ କି ବଡ଼ମାନେ ହେଉ ନେଇ ଏଇଥିରୁ ଖାଇବେ। ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗେ ଏଇ ରେସିପିଟି। ତ ଏଇ ଚଟପଟା ରେସିପିଟା ଆପଣମାନେ ଆଗରୁ ପ୍ରସ୍ତୁତ କରିଛନ୍ତି କି ନାହିଁ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ। ତ ଦେଖନ୍ତୁ ଥରେ ବନେଇଲେ ଆକୁ ରଖିକିରି ଖାଇପାରିବେ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରିବେ। ଆପଣମାନେ ତ ଅନେକ ଥର ଅନେକ ପ୍ରକାର ମ୍ୟାଙ୍ଗୋ ରେସିପି ବା ଆମ୍ବ ରେସିପି ବନେଇକି ଖାଇଥିବେ, କିନ୍ତୁ ଏହି ରେସିପିଟାକୁ ଯଦି ଥରେ ଟ୍ରାଏ କଲେ ନା, ଦେଖିବା ମାତ୍ରେ ହିଁ ବନେଇବେ ଆଉ ଥରେ ଯଦି ବନେଇଲେ ବାରମ୍ବାର ବନେଇବେ। ତ ଫାଇନାଲ୍ ରେସିପିଟି ବନିଗଲାଣି। ସେ ପର୍ଯ୍ୟନ୍ତ ରହୁଛି। ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।